ଏକ ମାସ କେତେ ଦୁଃଖ ଦେଲା, ଆଜି ତୁମକୁ ଦେଖି ଆମେ କେତେ ଖୁସି, ଏ ସଞ୍ଜୀବୀ ଭାଇ। ଥ୍ୟାଙ୍କ ୟୁ। ଆରମ୍ଭ କରନ୍ତୁ। ସଦା ପ୍ରଭୁ ତୁମ ନାମର ଧନ୍ୟବାଦ ଦଉଛୁ, ପ୍ରଶଂସା କରୁଛୁ। ପ୍ରଭୁ ଆମମାନଙ୍କର ଈଶ୍ୱର ତୁମେ ଯେ ଅଛ ସେ ଅଛ। ଆଶ୍ଚର୍ଯ୍ୟ ରୂପେ ତୁମେ ଆମମାନଙ୍କୁ ଏକତ୍ର କରିଅଛ। ପ୍ରଭୁ ଆମମାନଙ୍କର କିଛି ସାଧନ ଥାଉ କି ନଥାଉ, ଆମମାନଙ୍କର ପରିସ୍ଥିତି ପ୍ରତିକୂଳ ହଉ କି ଭଲ ଅବସ୍ଥା ହଉ, କିନ୍ତୁ ତୁମେ ପ୍ରଭୁ ତୁମର କାର୍ଯ୍ୟ ସଦାବେଳେ ବିଶ୍ୱସ୍ତ ଭାବରେ କରିଥାଅ। ମୋ ଅଯୋଗ୍ୟକୁ ତୁମେ ଦୟାକର। ଆଜିର ଏଇ ସହଭାଗିତାରେ ତୁମେ ଆଗକୁ ଆସ, ତୁମେ ପ୍ରକାଶିତ ହୁଅ, ତୁମ ପ୍ରଭୁ ଗୌରବାନ୍ୱିତ ହୁଅ। ମତେ ସାହାଯ୍ୟ କର ପ୍ରଭୁ, ପବିତ୍ର ଆତ୍ମାଙ୍କର ଶକ୍ତି ଦେଇ ମତେ ତୁମେ ପରିଚାଳନା କର। ଆମେ ସମସ୍ତେ ଯୋଉମାନେ ପ୍ରଭୁ ଏଠାରେ ଉପସ୍ଥିତ ଅଛୁ, ପ୍ରତ୍ୟେକଙ୍କୁ ତୁମର ରବ ଶୁଣିବାକୁ ଦିଅ ବୋଲି ଏହି ସାମାନ୍ୟ ପ୍ରାର୍ଥନା ଯୀଶୁ ନାମରେ ମାଗୁଅଛି, ଆମେନ୍। ଆମେନ୍ ଆମେନ୍। ଭୁଲିବା ଏକ ମନୁଷ୍ୟ ମାନଙ୍କର କଥା। ଆପଣ ଦେଖନ୍ତୁ, ଈଶ୍ୱର କେବେ ଭୁଲନ୍ତି ନାହିଁ, କିନ୍ତୁ ଈଶ୍ୱର ଆମକୁ ତାଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି କଲେ, କିନ୍ତୁ ଆମେ ଭୁଲି ଯାଉଛୁ। ପଶୁମାନେ ଭୁଲିବେ ନାହିଁ, ହାତୀ କେବେ ଭୁଲିବ ନାହିଁ, କୁକୁର ମାନେ ଯୋଉମାନେ ପୋଷା ସେମାନେ କେବେ ଆପଣା କର୍ତ୍ତାକୁ ଭୁଲନ୍ତି ନାହିଁ। ପକ୍ଷୀ ମାନେ ମଧ୍ୟ ଈଶ୍ୱରଙ୍କର ଏଇ ଯୋଉ ବାୟୁମଣ୍ଡଳ ପରିବର୍ତ୍ତନ ହେଲେ ଶୀତ ଦେଶରୁ ସେମାନେ ଉଷୁମ ଦେଶକୁ ବା ଉତ୍ତାପ ଥିବା ଦେଶକୁ ଆସନ୍ତି ବିଶ୍ୱସ୍ତ ଭାବରେ। ସେମାନେ କେବେ ଭୁଲନ୍ତି ନାହିଁ, କିନ୍ତୁ ଆମେ ଭୁଲି ଯାଉ। ଆଉ ଆମେ ଆଜି ଦେଖିବା ଯେ କେତେ ଲୋକ ପଛରେ ଥାଇ ପ୍ରଥମ ହୁଅନ୍ତି, ଆଉ କେତେ ଲୋକ ଆଗରେ ଥାଇ ମଧ୍ୟ ପଛରେ ରୁହନ୍ତି। ଆଉ ସେଇ ବିଷୟରେ ଆଜି ଆମମାନଙ୍କର ଟପିକ ଅଛି, ଯାହାକି ଆମମାନେ ଦେଖିବା। ସେଦିନ ମୂଲିଆ ମାନେ ଭୁଲିଗଲେ ଯେ ତାଙ୍କର ମୂଲ ନିମନ୍ତେ 8 ଅଣା ଚୁକ୍ତି ହୋଇଥିଲା। ମାର୍କ 20:12। ସେମାନେ ଏକତ୍ର ଆସି ଅଭିଯୋଗ ଏବଂ ବଚସା କଲେ କର୍ତ୍ତାଙ୍କ ନିକଟରେ। କଣ ଅଭିଯୋଗ କଲେ? ଆମ୍ଭେମାନେ ବେଶୀ ସମୟ କାର୍ଯ୍ୟ କଲୁ ଏବଂ ଯେଉଁମାନେ ଶେଷ ଘଡ଼ିରେ କାର୍ଯ୍ୟ କଲେ ସେମାନେ ମଧ୍ୟ ଆମ ପରି ସମାନ 8 ଅଣା ପାଇଲେ। ଆମ୍ଭେମାନେ ଦିନ ଯାକ ଖଟି ଖଟି ଖରାରେ ଜଳି ପୋଡ଼ି ଗଲେ ସୁଦ୍ଧା ତୁମେ ସେମାନଙ୍କୁ ଆମ୍ଭମାନଙ୍କୁ ସହିତ ସମାନ କଲ। ଏଥିରେ ଗୃହକର୍ତ୍ତା କହିଲେ, ଶେଷରେ ଥିବା ଲୋକେ ପ୍ରଥମ ହେବେ ଓ ପ୍ରଥମରେ ଥିବା ଲୋକେ ଶେଷରେ ପଡ଼ିବେ। ମାର୍କ 20:16। ଏହି ବଚନ ଉପରେ ଆଜି ଆମେ ଆଲୋଚନା କରିବା। ବେଳେ ବେଳେ ମୁଁ ଈଶ୍ୱରଙ୍କୁ ଭୁଲି ଯାଇ ଯୀଶୁଙ୍କୁ ଉଦ୍ୟାନର ମାଳି ଭାବେ ଗ୍ରହଣ କରେ। ଦେଖିବା, ଆମେ ଆଜି ସ୍ୱର୍ଗ ରାଜ୍ୟର ପ୍ରଥମ ଧାଡ଼ିରେ ଅଛୁ ନା ପଛରେ ଅଛୁ? ପ୍ରଥମେ କଇନ ଜନ୍ମ ହେଲେ। ଆଦମ ହବାଙ୍କର ପ୍ରଥମ ପୁତ୍ରଙ୍କ ନାମ କଇନ। ସଦା ପ୍ରଭୁ ସାହାଯ୍ୟରେ ମୋହର ଏକ ନର ଲାଭ ହୋଇଛି, ଏହା ହବା ସାକ୍ଷ୍ୟ ଦେଲେ ଆଦି ପୁସ୍ତକ 4 ପର୍ବ 1 ପଦ, ଜେନେସିସ୍ ଚାପ୍ଟର 4:1। ତାପରେ ହବା ଏବଲକୁ ଜନ୍ମ ଦେଲେ।
ଦୁଇ ଭାଇ ଧୀରେ ଧୀରେ ବୃଦ୍ଧି ପାଇଲେ ଏବଂ କଇନ କୃଷକ ହେଲେ ଓ ହେବଲ ମେଷପାଳକ ହେଲେ। ଉଭୟ ଭାଇ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ନିଜ ନିଜର କର୍ମର ଫଳ ଉତ୍ସର୍ଗ କଲେ। କଇନ ଭୂମିରୁ ଉତ୍ପନ୍ନ କିଛି ଫଳ ଦେଲେ। ହେବଲ ମଧ୍ୟ ନିଜ ପଲର ପ୍ରଥମ ଜାତ କେତେ ପଶୁ ଓ ସେମାନଙ୍କ ମେଦ ଉତ୍ସର୍ଗ କଲେ। ସଦାପ୍ରଭୁ ହେବଲର ନୈବେଦ୍ୟକୁ ଗ୍ରହଣ କଲେ, ମାତ୍ର କଇନର ନୈବେଦ୍ୟକୁ ଅଗ୍ରାହ୍ୟ କଲେ। ଆଦି ପୁସ୍ତକ 4 ପର୍ବ 5 ପଦ। ଏଥି ସକାଶୁ କଇନ କ୍ରୋଧ କଲେ ଓ ଆପଣା ଭାଇ ହେବଲକୁ ବଦ୍ଧ କଲେ। ଏଥିରେ ସଦାପ୍ରଭୁ କଇନକୁ ଶାପ ଦେଲେ। ଫଳରେ କଇନ ପୃଥିବୀରେ ପଳାତକ ଓ ଭ୍ରମଣକାରୀ ହେଲା। ଆଦି ପୁସ୍ତକ 4:12। ଏଥି ଉତ୍ତାରୁ ଆଦମ ଓ ହବାଙ୍କର ଆଉ ଏକ ପୁତ୍ର ଜନ୍ମ ହେଲେ, ଯାହାଙ୍କର ନାମ ସେଥ। ସେଥ ଏବଲଙ୍କ ପ୍ରତିନିଧି ରୂପେ ଏକ ପୁତ୍ର ଭାବେ ଜାତ ହେଲେ। ଆଦି ପୁସ୍ତକ 4:25, ଜେନେସିସ୍ ଚାପ୍ଟର 4:25। ଏଥିରେ ସଦାପ୍ରଭୁ ସେଥଙ୍କ ଔରସରେ ପ୍ରଭୁ ଯୀଶୁ ଆସିଲେ। ଆମେ ଦେଖୁ ପ୍ରଥମ କଇନ, ତାପରେ ହେବଲ ଆଉ ଶେଷରେ ସେଥ। ଏ ଶେଷ ଲୋକ ସ୍ୱର୍ଗ ରାଜ୍ୟର ପ୍ରଥମରେ ରହିଲେ। ଆଉ ଟିକେ ଆଗକୁ ଯିବା। ଇସାହାକଙ୍କ ସ୍ତ୍ରୀ ରିବିକା, ସିଏ ଜାଆଁଳା ପୁତ୍ର ଜନ୍ମ ଦେଲେ। ମାତ୍ର ପ୍ରଥମର ରକ୍ତବର୍ଣ୍ଣ ଓ ସର୍ବାଙ୍ଗ ଲୋମ ବ୍ୟାପ୍ତ ଥିଲା, ଯାହାର ନାମ ଏଶୋ ଦିଆଗଲା। ତତ୍ପରେ ଈଶ୍ୱର ପାଦମୂଳ ଧରି ତାହାର ଭାଇ ଜାକୁବ ଜନ୍ମ ହେଲା। ତ ଆଗେ ଆମେ ଦେଖୁ ଯେ ଏଶୋ ଜନ୍ମ ହେଲେ। ଯଦିଓ ଜାଆଁଳା, ପ୍ରଥମେ ଏଶୋ ଭୂମିଷ୍ଠ ହେଲେ। ତାହାର ପାଦମୂଳକୁ ଧରି ଜାକୁବ ଭୂମିଷ୍ଠ ହେଲେ। କିନ୍ତୁ କଣ ହଉଛି, ପଛରେ ଜନ୍ମ ନେଇଥିବା ପୁତ୍ର ଜାକୁବ ତାଙ୍କ ପିତା ଇସାକଙ୍କର ଆଶୀର୍ବାଦ ନେଇଗଲେ। ସବୁ ଆଶୀର୍ବାଦ ତାଙ୍କର ପିତା ଇସାଙ୍କ ଠାରୁ ନେଇଗଲେ ଏବଂ ଏଶୋ କିଛି ବି ଆଶୀର୍ବାଦ ପାଇଲେ ନାହିଁ। ସେ ଆଶୀର୍ବାଦରୁ ଗୋଟିଏ ଅଂଶ ମୁଁ ପଢିବି, ଯେହେତୁ ଅଧିକ ଅଛି। ଲୋକ ସମୂହ ତୁମ୍ଭର ସେବା କରନ୍ତୁ, ତୁମ୍ଭେ ଆପଣା ଜ୍ଞାତି ମାନଙ୍କର କର୍ତ୍ତା ହୁଅ। ଯେ ତୁମକୁ ଅଭିଶାପ ଦିଏ ସେ ଅଭିଶପ୍ତ ହେଉ, ଏବଂ ଯେ ତୁମକୁ ଆଶୀର୍ବାଦ କରେ ସେ ଆଶୀର୍ବାଦ ପ୍ରାପ୍ତ ହେଉ। ଏଇ ଯୋଉ ଗୋଟେ ଆଶୀର୍ବାଦର ଗୋଟିଏ ଅଂଶ ଯୋଉଟା ପଢିଲି, ଆଦି ପୁସ୍ତକ 27:29, ଏଇଟା ଜାକୁବ ନେଇଗଲେ। ପାଇବା କଥା କିଏ? ଏଶୋ। କିନ୍ତୁ ପଛରେ ଆସିଥିବା ଭାଇ ଜାକୁବ ଏଇ ଆଶୀର୍ବାଦଟି ତାଙ୍କ ପିତା ଇସାକଙ୍କ ଠାରୁ ସେ ପାଇଗଲେ। ତାପରେ ପିତା ତାଙ୍କୁ ଆଜ୍ଞା ଦେଲେ, ତାଙ୍କ ପିତା କିଏ? ଇସାକ, ତୁମ୍ଭେ କିଣାନ ଦେଶର କୌଣସି କନ୍ୟାକୁ ବିବାହ କରିବ ନାହିଁ। ତୁମେ ଆପଣାର ମାତାଙ୍କର ପିତା ବଥୁଏଲର ଗୃହକୁ ଯାଇ ସେଠାରେ ଆପଣା ମାତାର ଭାଇ ଲାବାନର କୌଣସି କନ୍ୟାକୁ ବିବାହ କର। ଆଦି ପୁସ୍ତକ 28:1 ଆଉ 2 ପଦ, ଜେନେସିସ୍ ଚାପ୍ଟର 28:1-2। ଏଟା କାହିଁକି କହିଲେ? ନା ଏଶୋ ଏକ
ହିତୀୟ ସ୍ତ୍ରୀକୁ ନେଇଗଲେ, ବିଜାତୀୟ ସ୍ତ୍ରୀକୁ ନେଇଗଲେ, ଯୋଉଥିପାଇଁ ରିବିକା ବହୁତ ଦୁଃଖ ପାଇଲେ। ସେଥିପାଇଁ ଇସାକ କହିଲେ, ତୁମେ ଏଇ ବିଜାତୀୟ ମାନଙ୍କ ମଧ୍ୟରୁ ସ୍ତ୍ରୀ ନିଅ ନାହିଁ, ମାତ୍ର ତୁମ ମାମୁଁ ଘରକୁ ଯାଅ, ଲାବାନଙ୍କ ଘରକୁ ଯାଅ, ସେଠାର ତାଙ୍କର କୌଣସି କନ୍ୟାକୁ ତୁମେ ବିବାହ କର। ଆଉ ସେ ସେଇ ମାମୁଁ ଘରକୁ ଯିବା ସମୟରେ ଅର୍ଥ ଏସୋ ଯେତେବେଳେ ଜାଣିଲେ ଯେ ସବୁତକ ଆଶୀର୍ବାଦ ଯାକୁବ ନେଇ ଯାଇଛନ୍ତି, ସେ ତାଙ୍କୁ ବଧ କରିବାକୁ ବାହାରିଲେ। ସେଠୁ ଇସାକ କଣ କଲେ ନା ତାଙ୍କ ମାମୁଁ ଘର ଆଡକୁ ପଳାୟନ କରୁଛନ୍ତି, ଲୁଚିବା ପାଇଁ, ନିଜ ଭାଇଠୁ ଲୁଚିବା ପାଇଁ। ସେ ପଳାୟନ କରୁ କରୁ ଯେତେବେଳେ ସୂର୍ଯ୍ୟାସ୍ତ ହେଲା ରାସ୍ତାରେ, ସେ ଗୋଟେ ପଥର ତାଙ୍କ ମୁଣ୍ଡ ତଳେ ଦେଇ ସେ ଶୋଇଲେ। ଆଉ ଶୋଇଲାରେ ମଧ୍ୟରେ ଏକ ସ୍ୱପ୍ନ ଦେଖିଲେ। ଆଉ ସେ ସ୍ୱପ୍ନରେ ଗୋଟିଏ ପୃଥିବୀରୁ ଗୋଟେ ନିଶୁଣି ବା ଏକ ସିଡ଼ି ସ୍ୱର୍ଗକୁ ସ୍ପର୍ଶ କରୁଛି ଏବଂ ସେ ସିଡ଼ି ଦ୍ୱାରା ସ୍ୱର୍ଗଦୂତ ମାନେ ଆରୋହଣ ଓ ଅବତରଣ କରୁଛନ୍ତି। ଆଉ ସେଇ ସିଡ଼ି ବା ସେଇ ସିଡ଼ିର ଉପରେ ସଦାପ୍ରଭୁଙ୍କର ଏହି ବାକ୍ୟ ସେ ପାଇଲେ। କଣ? ଆମ୍ଭେ ସଦାପ୍ରଭୁ ତୁମ୍ଭ ପୂର୍ବ ପୁରୁଷ ଅବ୍ରାହମର ପରମେଶ୍ୱର ଓ ଇସାହାକର ପରମେଶ୍ୱରଠୁ ତୁମ୍ଭେ ଏହି ଯେଉଁ ଦେଶରେ ଶୟନ କରୁଅଛ, ତାହା ଆମ୍ଭେ ତୁମ୍ଭକୁ ଓ ତୁମ୍ଭ ବଂଶକୁ ଦେବା। ଆଦି ପୁସ୍ତକ 28:11-13। ତୁମର ବଂଶ ପୃଥିବୀର ଧୂଳି ପରି ଅର୍ଥାତ୍ ଅସଂଖ୍ୟ ହେବେ। ପୁଣି ତୁମ୍ଭେ ପୂର୍ବ ଓ ପଶ୍ଚିମ ଓ ଉତ୍ତର ଓ ଦକ୍ଷିଣ ଚାରିଆଡେ ବୃଦ୍ଧି ପାଇବ। ପୁଣି ତୁମ୍ଭଠାରୁ ଓ ତୁମ୍ଭ ବଂଶଠାରୁ ପୃଥିବୀସ୍ଥ ଯାବତୀୟ ବଂଶ ଆଶୀର୍ବାଦ ପାଇବେ। ପୁଣି ଦେଖ, ଆମ୍ଭେ ତୁମର ସହାୟ ଅଟୁ। ଆଉ ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ଯିବ, ସେଇ ସ୍ଥାନରେ ଆମ୍ଭେ ତୁମକୁ ରକ୍ଷା କରିବା ଓ ପୁନର୍ବାର ତୁମ୍ଭକୁ ଏ ଦେଶକୁ ଆଣିବା। କାରଣ ଆମ୍ଭେ ଯାହା ତୁମକୁ କହିଅଛୁ ତାହା ସଫଳ ନ କରିବା ଯାଏ ଆମ୍ଭେ ତୁମକୁ ପରିତ୍ୟାଗ କରିବା ନାହିଁ। ଆଦି ପୁସ୍ତକ 28:14-15। ଈଶ୍ୱରଙ୍କର ବାକ୍ୟ ଆସିଲା ଏବଂ ସେଠି କଣ ବାକ୍ୟ ସେ ପାଇଲେ? ଯେ ତାଙ୍କର ବଂଶଧର ଅସଂଖ୍ୟ ହେବେ, ଏ ପୃଥିବୀର ଧୂଳି ପରି। ଇସାକ ପଛରେ ଆସିଲେ, କିନ୍ତୁ ତାଙ୍କର ବଂଶଧର ଈଶ୍ୱରଙ୍କ ମନୋନୀତ ଲୋକ ହେଲେ। ସେ ଜାଆଁଳା ପୁତ୍ର ହେଲେ ମଧ୍ୟ ଆପଣାର ଭାଇର ପାଦମୂଳ ଧରି ପଛରେ ଭୂମିଷ୍ଠ ହେଲେ ମଧ୍ୟ ସେ ସ୍ୱର୍ଗ ରାଜ୍ୟ ନିମନ୍ତେ ଏକ ବଂଶର ପିତା ହେଲେ। ସେଥିପାଇଁ ଲେଖାଯାଏ, ଅବ୍ରାହମଙ୍କ ପରମେଶ୍ୱର, ଇସାହାକଙ୍କ ପରମେଶ୍ୱର, ଯାକୁବର ପରମେଶ୍ୱର। ପଛରେ ଆସି ସେ ସ୍ୱର୍ଗ ରାଜ୍ୟରେ ପ୍ରଥମ ହେଲେ। ନୟୋମି ଆପଣା ସ୍ୱାମୀ ଏଲିମେଲକ ଓ ଦୁଇ ପୁତ୍ର ମହଲନ ଆଉ କିଲିଅନଙ୍କ ମୃତ୍ୟୁ ପରେ ଆପଣା ଦେଶ ବେଥଲିହିମ୍ ଜିହୁଦାକୁ ବାହୁଡିବାକୁ ଇଚ୍ଛା କଲେ। ଋତର ପୁସ୍ତକ 1 ପଦ। ତାଙ୍କ ସ୍ୱାମୀ ମରିଗଲେ, ତାଙ୍କର ଦୁଇ ପୁତ୍ର ମରିଗଲେ। ସେ ଇଚ୍ଛା କଲେ ସେ ଆଉ ମୋଆବ ଦେଶରେ ରହିବେ ନାହିଁ। ଯେତେବେଳେ ତାଙ୍କ ଦେଶରେ ଦୁର୍ଭିକ୍ଷ ହେଲା, ଇସ୍ରାଏଲରେ ଦୁର୍ଭିକ୍ଷ ହେଲା, ସେ ମୋଆବକୁ ଆସିଲେ। କାରଣ ମୋଆବରେ ଶସ୍ୟ ଥିଲା। ବଞ୍ଚିବା ପାଇଁ ଆପଣା ସ୍ୱାମୀ ଆଉ ଦୁଇ ପୁତ୍ରଙ୍କୁ ନେଇ ମୋଆବକୁ ଆସିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କର ଦୁଇ ପୁତ୍ର ବୃଦ୍ଧି ପାଇଲେ ଏବଂ ସେମାନେ ମୋଆବୀୟ ସ୍ତ୍ରୀ ଗ୍ରହଣ କଲେ। ବଡ ପୁଅର ସ୍ତ୍ରୀ ସେତେବେଳେ ନୟୋମି ତାଙ୍କୁ କହିଲେ, ତୁମେ ଆପଣା ପିତାର ଘରକୁ ଫେରିଯାଅ। ମୋର ଏତେ ବୟସ ହେଇଛି, ମୁଁ ଆଉ ପୁତ୍ର ଜନ୍ମ କରିପାରିବି ନାହିଁ, ଯେ ମାନେ କି ତୁମକୁ ବିବାହ କରିବେ।
ତୁମେ ଆପଣା ପିତୃ ଘରକୁ ଫେରି ଯାଅ ଆଉ ସେଠାରେ ତୁମର ଇଚ୍ଛା ଅନୁସାରେ ତୁମେ ସ୍ୱାମୀ ଗ୍ରହଣ କରି ତୁମେ ଆନନ୍ଦରେ ରୁହ। ମୋ ଦୁଃଖରେ ତୁମେ କାହିଁକି ସହଭାଗୀ ହେବ? ସେ ତାଙ୍କୁ ଫ୍ରିଡମ ଦେଲେ। ଶାଶୁ ହୋଇ ବୋହୂମାନଙ୍କୁ କହିଲେ ତୁମେ ଆପଣା ପିତାମାନଙ୍କ ଗୃହକୁ ନିଜ ନିଜ ଦେଶକୁ ଚାଲିଯାଅ। କିନ୍ତୁ ଯିଏ ପଛରେ ଥିଲେ ଋତ କହି ସେ ପ୍ରଥମ ବୋହୂ କହିଲେ ହଁ, ସେମାନେ ପରସ୍ପରକୁ ଚୁମ୍ବନ କଲେ, ରୋଦନ କଲେ। ଆଉ ସେ ପ୍ରଥମ ପୁଅର ବୋହୂ ସେ ଆପଣା ଦେଶକୁ ବାହୁଡ଼ି ଗଲେ। କିନ୍ତୁ ଋତ କଣ କଲେ? ସେ କଲେ ନାଇଁ, ମୁଁ ଆପଣଙ୍କୁ ଛାଡିକି ଯିବି। ଆପଣଙ୍କର ଲୋକମାନେ ମୋର ଲୋକ ହେବେ। ଆପଣଙ୍କର ପରମେଶ୍ୱର ମୋର ପରମେଶ୍ୱର। ମୁଁ ଆପଣଙ୍କୁ ସହିତ ଆପଣଙ୍କ ଦେଶକୁ ଯିବି। ଆପଣଙ୍କର ଲୋକମାନେ ମୋର ଲୋକ ହେବେ। ଋତ ପଛରେ ସାନ ପୁଅର ସ୍ତ୍ରୀ ଏ ପ୍ରକାର କଲେ। ଆଉ ଆମମାନେ ଦେଖ ଋତଙ୍କର କଣ କରିବା ବଂଶାବଳୀରେ ବା ପ୍ରଭୁ ଯୀଶୁଙ୍କର ବଂଶାବଳୀରେ ଋତଙ୍କ ନାମ ଅଛି। ଋତ ସେଇ ବଂଶଧରରେ ତାଙ୍କରି ସେଇ ବଂଶଧରରେ ପ୍ରଭୁ ଯୀଶୁ ଜନ୍ମ ଗ୍ରହଣ କଲେ। ଏ ପଛରେ ଥିଲେ କିଏ? ଋତ। ସେ ଦେଖିଲେ ଆପଣା ଶାଶୁ କି ପ୍ରକାର ଦୁଃଖରେ ପ୍ରାର୍ଥନା କରୁଛନ୍ତି। ସ୍ୱାମୀ ମରିଗଲେ, 2ଟି ପୁତ୍ର ମରିଗଲେ, ହେଲେ ମଧ୍ୟ ସିଏ ବିଚଳିତ ହୋଇନାହାନ୍ତି। ସିଏ ସୁସ୍ଥିର ଅଛନ୍ତି। କି ପ୍ରକାର ଶକ୍ତି ଅଛି ତାଙ୍କର? ଆଣ୍ଠେଇକିରି କି ପ୍ରକାର ଧୀରେ ଧୀରେ ପ୍ରାର୍ଥନା କରୁଛନ୍ତି। ସେ ବିଚଳିତ ହୋଇନାହାନ୍ତି। ସିଏ ମତେ ମଧ୍ୟ ମୁକ୍ତି ଦେଲେ ଯେ ମୁଁ ମଧ୍ୟ ମୋ ଦେଶକୁ ଫେରିଯିବି। କିନ୍ତୁ ତାଙ୍କ ମଧ୍ୟରେ କଣ ବିଷୟ ଅଛି ସେ ବୁଝିପାରିଲେ। ଆମ ମୋଆବ ଦେଶର ଦେବତା ମାନେ ଶୁଣି ପାରନ୍ତି ନାହିଁ। ଆମ ମୋଆବ ଦେଶର ଯାହା ଯୋଉଠି ମୁଁ ଆସିଲି ସେମାନେ ଏପରି କିଛି ଶାନ୍ତି ଦିଅନ୍ତି ନାହିଁ। ଆମର ଯଦି ସ୍ୱାମୀ ମରିଯିବ ଆମେ ଆଉ ଏକ ସ୍ୱାମୀ ନେବା, ଯଦି ସ୍ତ୍ରୀ ମରିଯିବ ଆଉ ଏକ ସ୍ତ୍ରୀ ନେବା। କିନ୍ତୁ ଏ ପ୍ରକାର ଈଶ୍ୱର, ଯୋଉ ଈଶ୍ୱର କି ମୋର ଶାଶୁଙ୍କୁ ଧୈର୍ଯ୍ୟ ଧରି ଶାନ୍ତିରେ ବିଚଳିତ ନ ହୋଇ ରକ୍ଷା କରନ୍ତି, ସେଇ ଈଶ୍ୱର ମୋର ଈଶ୍ୱର ହେବେ। ସେ ବୁଝିପାରିଲେ ଏବଂ ସେ ଏକ ଭିନ୍ନ ଦେଶକୁ ଆସିଲେ। ଇସ୍ରାଏଲ ତାଙ୍କ ପାଇଁ ଏକ ଭିନ୍ନ ଦେଶ। ସେ କିନ୍ତୁ କହିଲେ ଆପଣଙ୍କ ଲୋକ ମୋର ଲୋକ ହେବେ। ପଛରେ ଥିବା ଲୋକ ଋତ ସେ ତାଙ୍କ ଔରୁଷରେ ପ୍ରଭୁ ଯୀଶୁ ଆସିଲେ। ପଛ ଲୋକ ଆଗ ହେଇଗଲେ। ଆଉ ଟିକେ ବର୍ତ୍ତମାନ ଆମେ ନ୍ୟୁ ଟେଷ୍ଟାମେଣ୍ଟ କରୁଛୁ। ମାର୍ଥା ତାଙ୍କ ଭଉଣୀ ମରିୟମ, 2 ଭଉଣୀ। ମରିୟମ ପ୍ରଭୁ ଯୀଶୁଙ୍କ ପାଦ ତଳେ ବସି ତାଙ୍କର ବାକ୍ୟ ଶୁଣୁଥିଲେ। ଜୀବନ୍ତ ବାକ୍ୟ, ଅଟଳ ବାକ୍ୟ, ସ୍ୱର୍ଗ ରାଜ୍ୟର କଥା ଶୁଣୁଥିଲେ। ମାର୍ଥା କିନ୍ତୁ ପ୍ରଭୁ ଯୀଶୁଙ୍କ ପାଇଁ, ତାଙ୍କ ଶିଷ୍ୟ ମାନଙ୍କ ପାଇଁ କଣ କହିବା ରୋଷେଇ ବାସରେ ମାତିଥିଲେ। ଆପଣ ଚିନ୍ତା କରନ୍ତୁ, ଜଣେ ସ୍ତ୍ରୀ ଲୋକ 13 ଜଣଙ୍କ ପାଇଁ ରୋଷେଇ କରିବା ଏକଲା କଷ୍ଟକର ବ୍ୟାପାର। ସେଥିପାଇଁ ସେ ପ୍ରଭୁ ଯୀଶୁଙ୍କୁ ଗୋଟେ କମ୍ପ୍ଲେନ କଲେ, ଅଭିଯୋଗ କଲେ। ଗୁରୁ ଦେଖନ୍ତୁ ନା, ସିଏ ଆପଣଙ୍କ କତିରେ ବସିଛି, ମତେ ଟିକେ ସାହାଯ୍ୟ କରୁନି, ଆସିକି ମତେ ଟିକେ ରୋଷେଇରେ ସାହାଯ୍ୟ କରୁନି।
ପ୍ରଭୁ ଯୀଶୁ କହିଲେ, ମାର୍ଥା ମାର୍ଥା, ମରିୟମ ଯୋଉ ବିଷୟ ବାଛିଛି, ଯୋଉ ବିଷୟ ନିରୂପଣ କରିଛି ତାହା ଉତ୍କୃଷ୍ଟ। ମରିୟମ ଉତ୍ତମ ବିଷୟ ନିରୂପଣ କରିଛି। ସମୟ ଆସିଲା ଯେତେବେଳେ ତାଙ୍କର ଭାଇ ଲାଜାର ମୃତ୍ୟୁଭୋଗ କଲେ। ପ୍ରଭୁ ଯୀଶୁଙ୍କ ପାଖକୁ ଖବର ଗଲା ଏବଂ ସେ 2 ଦିନ ବିଳମ୍ବ କଲେ। ତାପରେ ଆସିଲେ। ଯେତେବେଳେ ସେ ଆସୁଛନ୍ତି, ପ୍ରଥମେ କିଏ ଯାଇ ଭେଟୁଛି? ମାର୍ଥା। ମାର୍ଥା ଯାଇ ଯୀଶୁଙ୍କୁ ଭେଟୁଛି। ମରିୟମ ସେ ଗୃହରେ ଶୋକ କରୁଛନ୍ତି, ଦୁଃଖରେ ଅଛନ୍ତି, କାନ୍ଦୁଛନ୍ତି। ଏ ଦୁଃଖ ମଧ୍ୟରେ ମାର୍ଥା ଆସି ପ୍ରଭୁ ଯୀଶୁଙ୍କ ଗୋଡ଼ ତଳେ ପଡ଼ିଗଲେ। କହିଲେ, ପ୍ରଭୁ ଆପଣ ଯଦି ଥାନ୍ତେ ମୋ ଭାଇ ମରି ନଥାନ୍ତା। ମରିୟମ ଉତ୍ତମ ଭାଗ ବାଛିଲେ, କିନ୍ତୁ ସେ ବାଛିକି ତାକୁ ପ୍ରୟୋଗ କଲେ ନାହିଁ। ମାର୍ଥା ଆସିଗଲେ, ପ୍ରଥମେ ଭେଟିଲେ, ପ୍ରଭୁ ଆପଣ ଯଦି ଥାନ୍ତେ ନା ମୋ ଭାଇ ମରି ନଥାନ୍ତା। ସେ ବିଶ୍ୱାସ କରିଛନ୍ତି ଏବଂ ବିଶ୍ୱାସ କରି ତାଙ୍କର ଜୀବନରେ ପ୍ରୟୋଗ କରି ପ୍ରଭୁ ଯୀଶୁଙ୍କ ନିକଟକୁ ଆସିଲେ। ମାର୍ଥା ଖାଲି ମରିୟମ କେବଳ ଶୁଣିଲେ, ଉତ୍ତମ ଭାଗ ନେଲେ, କିନ୍ତୁ ଆସିଲେ ନାହିଁ ଭେଟିବାକୁ। ଗୃହରେ ଶୋକ କରୁଛନ୍ତି, କ୍ରନ୍ଦନ କରୁଛନ୍ତି। ପ୍ରଭୁ ଯୀଶୁ ପଦେ କଥା ମାର୍ଥାକୁ କହିଲେ, ମୁଁ ପୁନରୁତ୍ଥାନ ଓ ଜୀବନ। ଗୋଟିଏ ସୁନ୍ଦର ବାକ୍ୟ ଯୋଉଟା ଆଜି ବି ଆମେ ମାନେ ମୃତ୍ୟୁ ବେଳେ ବ୍ୟବହାର କରୁ। ସେଇ ଶ୍ରେଷ୍ଠ ବାଣୀ ପ୍ରଭୁ ଯୀଶୁ କହିଲେ, ମୁଁ ପୁନରୁତ୍ଥାନ ଓ ଜୀବନ। ଆଉ ସେ ଯାଇ କବର ପାଖକୁ ଗଲେ, ଡାକିଲେ, ଲାଜାର ବୋଲି ଡାକିଲେ। ଲାଜାର ବାହାରି ଆସିଲେ। ଆଗରେ କିଏ ଥିଲେ? ମରିୟମ। ପଛରେ କିଏ ରହିଲେ? ମାର୍ଥା। କିନ୍ତୁ ମାର୍ଥା ସେଇ ସୁନ୍ଦର ବାକ୍ୟ ପାଇଲେ, ମୁଁ ପୁନରୁତ୍ଥାନ ଜୀବନ, ସ୍ୱର୍ଗ ରାଜ୍ୟର ପ୍ରଜା ହେଲେ। ଯୋଉ ବାକ୍ୟ କି ଆଜି ଆମେ ମଧ୍ୟ ବ୍ୟବହାର କରୁଅଛୁ। ମା ମାନେ ପ୍ରଭାତରେ ଲେଖା ଯାଉଛି, ଅନ୍ଧାର ଥାଉ ଥାଉ ପୁଣି ପ୍ରତ୍ୟୁଷରେ କେତେଟା କଥା ଲେଖା ହେଇଥାଉଛି। ଅର୍ଥ ପ୍ରତ୍ୟୁଷରେ ଅନ୍ଧାର ବି ଅଛି, ଆଲୁଅ ବି ଅଛି। ସେ କି ପ୍ରକାର ଆଲୁଅ? ଆପଣ ଏକ ମନୁଷ୍ୟକୁ ଦେଖିପାରିବେ କିନ୍ତୁ ଚିହ୍ନି ପାରିବେ ନାହିଁ। ଠିକ ଅଛି? ସେ ପ୍ରକାର ଅବସ୍ଥାରେ ଯାହା ଆଜି ବି ଆମ ଦେଶରେ ହଉଛି। ପ୍ରତ୍ୟୁଷରେ ଅନ୍ଧାର ଥାଉ ଥାଉ ମଗ୍ଦଲିନୀ ମରିୟମ, ସୁଜା ଓ ସାନା ଶୋଷଣ, ସେମାନେ ପ୍ରଭୁ ଯୀଶୁଙ୍କ ଶରୀରରେ ଆଉ ସେଇ ଗନ୍ଧରସ ମିଶ୍ରିତ ଗୁଗୁଳ ମଖେଇବା ପାଇଁ ଯାଉଛନ୍ତି କବର। କଣ ଚିନ୍ତା କରୁଛନ୍ତି? ସେ ବୃହତ ପଥରଟା ଆମ ପାଇଁ କିଏ ଘୁଞ୍ଚେଇ ଦବ? ମନରେ ଚିନ୍ତା, କିନ୍ତୁ ହୃଦୟରେ ପ୍ରଭୁ ଯୀଶୁଙ୍କର ମୃତ ଶରୀର ଦେଖିବାକୁ ଯାଉଛନ୍ତି। ସେଠାରେ ଦେଖୁଛନ୍ତି ସେ ପଥର ନାହିଁ। ସେ ଗୁମ୍ଫାର ଦ୍ୱାର ପଥର ସେଟା କିଏ ଗଡେଇ ଦେଇଛି ଏବଂ ସେମାନେ ଭିତରକୁ ଯାଇ ଦେଖିଲେ ଯୀଶୁଙ୍କ ଶରୀର ନାହିଁ। ସେମାନଙ୍କର ଚିନ୍ତା ବଢିଗଲା, ଯୀଶୁଙ୍କ ଶରୀର କୁଆଡେ, କୋଉଠି ଅଛି? କେମିତି ଆମେ ଖୋଜିବା? କଣ କରିବା? ଦୌଡ଼ିଲେ, ଶିଷ୍ୟମାନଙ୍କ ପାଖକୁ ଦୌଡ଼ିଲେ, କହିଲେ
ଆମେ ସେଠାରେ ତାଙ୍କୁ ପାଇଲୁ। କାହାକୁ ପାଇଲୁ? ଗୋଟିଏ ଉଜ୍ଜଳ ବସ୍ତ୍ର ପିନ୍ଧି ଗୋଟେ ମନୁଷ୍ୟ ଅଛି, ଯିଏ କହିଲେ ତୁମେ କାହିଁକି ଜୀବିତଙ୍କୁ ମୃତ ମାନଙ୍କ ମଧ୍ୟରେ ଖୋଜୁଛ? ସେ ଏଠାରେ ନାହାନ୍ତି। ସେଇ ଉଜ୍ଜଳ ବସ୍ତ୍ର ପିନ୍ଧା ଲୋକକୁ ଦେଖି ସେମାନେ ଅଧମୁଖ, ଲେଖାଯାଏ ସେମାନେ ଅନେଇ ପାରିଲେ ନାହିଁ, ତଳକୁ ମୁହଁ କରିଦେଲେ ଏବଂ ଦୁଃଖରେ ପଳେଇଲେ। ଶିଷ୍ୟ ମାନଙ୍କୁ କହିବା, ଆଜ୍ଞା ତାଙ୍କ ଶରୀର କୁଆଡେ ଗଲା, କୋଉଠି ଅଛି ଆମକୁ କୁହ, ଆମେ ଦେଖା କରିବୁ, ଆମେ ମଖେଇ ଦେବୁ। ତାଙ୍କ ଶରୀର ନଷ୍ଟ ନ ହେବା ପାଇଁ ଆମେ ସୁଗନ୍ଧି ଦ୍ରବ୍ୟ ମିଶ୍ରିତ କୁକୁଳ ମଖେଇ ଦେବୁ। କଣ ହେଲା? ପିତର ଯୋହନ ସେଇ ସ୍ତ୍ରୀ ମାନଙ୍କର କଥା ଶୁଣି ଦୌଡ଼ିଲେ। ଯୋହନ ପିତରଙ୍କଠୁ କମ ବୟସ ହେଇଥିବାରୁ ସେ ଦୌଡ଼ି ଯାଇ ଆଗେ ସେଇ ସମାଧିର ଦ୍ୱାର ସ୍ଥାନରେ ରହି ଛିଡା ହେଇଗଲେ। ସେ ରହିଗଲେ ଆଉ ସେ ଚିନ୍ତା କରୁଛନ୍ତି। ଆମେ ଜାଣିବା ଯେ ଯୋହନ, ଯାକୁବ ଏମାନେ ଶିକ୍ଷିତ ଲୋକ, ପିତର ଅଶିକ୍ଷିତ। କେତେ ଜଣ ବ୍ୟାଖ୍ୟାକାର ମାନେ କୁହନ୍ତି, ଯଦି ପହଁରିବାକୁ କୁହା ହେଇଥାନ୍ତା ପିତର ଆଗେ ପହଞ୍ଚି ଯାଇଥାନ୍ତା। ଯୋହନ ଯେହେତୁ ଯୁବା ଲୋକ, ସିଏ ପ୍ରଥମେ ପହଞ୍ଚିଲେ, ସେ ପ୍ରବେଶ କଲେ ନା, ସେ ଅପେକ୍ଷା କଲେ। ସେ ଅପେକ୍ଷା କଲେ କାହିଁକି? ଏ ବିଷୟଟା କିଛି ଲେଖା ନାହିଁ, ବାଇବେଲରେ କୋଉଠି ଲେଖା ନାହିଁ ଯେ ଯୋହନ କାହିଁକି ଅପେକ୍ଷା କଲେ, କାହିଁକି ରହିଗଲେ, ପ୍ରବେଶ କାହିଁକି କଲେ ନା। କେତୋଟି କଥା ଅଛି। ଯୋହନ ଆପଣାର ମସ୍ତିଷ୍କକୁ ପ୍ରଭୁ ଯୀଶୁଙ୍କର କଣ୍ଠରେ ରଖିପାରନ୍ତି। ଯୋହନ ପ୍ରଭୁ ଯୀଶୁଙ୍କର ପାଖେ ପାଖେ ଥାନ୍ତି। ବ୍ୟାଖ୍ୟାକାର ମାନେ କୁହନ୍ତି, ପ୍ରଭୁ ଯୀଶୁଙ୍କର ଯୋଉ ମନୋଭାବ ଥିଲା, ଯୋହନ ତାଙ୍କୁ ବୁଝି ପାରୁଥିଲେ। ଯୋହନ ହିଁ ଜାଣି ପାରୁଥିଲେ। ସେଇ ଯୋହନ ପ୍ରଭୁଙ୍କର ପୁନରୁତ୍ଥାନ ପରେ ଯେତେବେଳେ ସେମାନେ ପୁଣି ଥରେ ମାଛ ଧରୁଛନ୍ତି, ଲେଖାଯାଏ ଦୂରରୁ ଯୋହନ ପ୍ରଭୁ ଯୀଶୁଙ୍କୁ ଚିହ୍ନି ପାରିଲେ ଆଉ କହିଲେ, ଏ ତ ଗୁରୁ। ପୁନରୁତ୍ଥାନ ପର କଥା। କହିବାର ଅର୍ଥ ହଉଛି ଯୋହନ ଜାଣି ପାରୁଥିଲେ, ଯୀଶୁଙ୍କୁ ଚିହ୍ନି ପାରୁଥିଲେ। ଏଇ ଯୋହନକୁ ଈଶ୍ୱର ଚାହିଁଲେ ତାଙ୍କ ପାଇଁ କିଛି ଲେଖିବା। ପିତର ପଚାରିଲେ, ଏଇ ଶିଷ୍ୟର କଥାର ଭବିଷ୍ୟତ କଣ? ପ୍ରଭୁ ଯୀଶୁ କହିଲେ, ତୁମର ସେଥିରେ କଣ ଅଛି? ତାଙ୍କର କଥା ଯାହା ହେବା କଥା ତାହା ହିଁ ହେବ, ତୁମେ ସେ ବିଷୟରେ ଚିନ୍ତା କର। ଯୋହନ ରହିଗଲେ। ପିତର ତାପରେ ଆସିଲେ। ଯୋହନ ଦେଖୁଛନ୍ତି ଯେ ମସ୍ତକରେ ଯୋଉ କନା ଗୁଡା ହେଇଥିଲା, ଯୋଉ ଗାମୁଛା ଗୁଡା ହେଇଥିଲା, ତା ଗୁଡା ହେଇକି ପଡିଛି ଏବଂ ଯୋଉ ପଟି ଗୁଡାକ ସରୁ ସରୁ ପଟି ଯାହା କି ତାଙ୍କର ପ୍ରଭୁ ଯୀଶୁଙ୍କ ଦେହରେ ଗୁଡା ହେଇଥିଲା, ତାହା ଅଲଗା ପଡିଛି। ଦୁଇଟି ବସ୍ତ୍ର, ମୁଣ୍ଡରେ ଥିବା ବସ୍ତ୍ର ଗୁଡା ହେଇକିରି ଅଛି,
ଶରୀରରେ ଗୁଡା ହେଇଥିବା ପଟି ତାହା ଅଲଗା ପଡିଛି। ଆଉ ସେ ଚିନ୍ତା କରୁଛନ୍ତି, ଚିନ୍ତାଶୀଳ ବ୍ୟକ୍ତି। ସେ ବୁଝିପାରୁଥିଲେ ଯେ ପିତର ସିନିୟର ଲୋକ, ବୟୋଜ୍ୟେଷ୍ଠ ଲୋକ, ସିଏ ଯାଇ ଆଗେ ଦେଖନ୍ତୁ, ସିଏ ଭିତରେ ପଶି ଦେଖନ୍ତୁ, ତାପରେ ମୁଁ ଯିବି। ସେ ରହିଗଲେ ପଛରେ। କାରଣ ତାଙ୍କ ମନରେ ସେ ଚିନ୍ତା କରୁଛନ୍ତି, ଯୋହନ ପ୍ରଭୁ ଯୀଶୁ ଦିନେ ପିତରକୁ କହିଥିଲେ, ପିତର ତୁମେ ପ୍ରସ୍ତର, ତୁମ ଉପରେ ମୋର ମଣ୍ଡଳୀ ସ୍ଥାପନ କରିବି। ଯୋହନ ସଦାବେଳେ ପ୍ରଭୁ ଯୀଶୁଙ୍କର ମନୋଭାବକୁ ବୁଝିପାରୁ। ଯେ ଲୋକ ମଣ୍ଡଳୀ ସ୍ଥାପନ କରିବ, ସେ ଏ ବିଷୟଟି ଦେଖିବା ଦରକାର। ପ୍ରଥମେ ସେଇଟା ଯଦି ଡିଷ୍ଟର୍ବ ହେଇଯିବ, ଗୁଡା ହେଇଥିବା ବସ୍ତ୍ର, ମୁଣ୍ଡର ଲୁଗା ଗାମୁଛା ଏବଂ ଶରୀରରେ ଗୁଡା ହେଇଥିବା ପଟି ଗୁଡା ଯଦି ମିସପ୍ଲେସ ହେଇଯିବ, ଡିଷ୍ଟର୍ବ ହେଇଯିବ, ଇତସ୍ତତ ହେଇଯିବ, ପିତର କେମିତି ସାକ୍ଷ୍ୟ ଦେବେ? ଏଥିରୁ ପିତର ଏସବୁ ଦେଖିଲା ପରେ ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ପ୍ରଚାର କରି 3000 ଲୋକ ଗ୍ରହଣ କଲେ। ପରବର୍ତ୍ତୀ ସମୟରେ ଆହୁରି ଅନେକ ଲୋକ ଗ୍ରହଣ କଲେ। ପିତରଙ୍କ ପ୍ରଚାରରେ ପଛରେ କିଏ ଅଛି? ଯୋହନ ଅଛନ୍ତି। ଆପଣ ଦେଖିବେ ସବୁ ଜାଗାରେ ଲେଖା ଯାଉଛି ପିତର ଯୋହନ, ପିତର ଯୋହନ, ପିତର ଯୋହନ। ଯେତେବେଳେ ପ୍ରାର୍ଥନା ଗୃହକୁ ଯାଉଛନ୍ତି, ଯେତେବେଳେ ପ୍ରଚାର କରୁଛନ୍ତି, ଯେତେବେଳେ ଲୋକମାନେ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରୁଛନ୍ତି, 3000 ଲୋକ ଗ୍ରହଣ କରୁଛନ୍ତି। ଚିନ୍ତା କରନ୍ତୁ, ଯୋହନ ପଛରେ ଅଛନ୍ତି, କିଛି କହୁନାହାନ୍ତି। ମୁଁ ହେଇଥିଲେ, ହଁ ମୁଁ ବି ଥିଲି, ମୁଁ ବି କହିଛି, ମୁଁ ବି ପ୍ରଚାର କରିଛି ନା ନାଇଁ। ଯୋହନ ଚୁପଚାପ ଛିଡା ହେଇଛି। ସିଏ ପ୍ରଭୁ ଯୀଶୁଙ୍କର ବାକ୍ୟ ସଫଳ ହେବାର ସେ ନିଜେ ଦେଖୁଛନ୍ତି। ଯୋହନ କେବେ ବି ପିତରଙ୍କର ବିରୁଦ୍ଧ କରିନାହାନ୍ତି କି ପିତରକୁ ନିଚ ସ୍ତରରେ ଦେଖିନାହାନ୍ତି। ସଦାବେଳେ ତାଙ୍କୁ ନିଜ ଠାରୁ ଉର୍ଦ୍ଧ୍ୱରେ ଦେଖିଛନ୍ତି। ଯେତେବେଳେ ପ୍ରଭୁ ଯୀଶୁଙ୍କର ବିଚାର ହେଲା, ସେତେବେଳେ ସିଏ ଯୋହନଙ୍କର ଚିହ୍ନା ପରିଚୟ ଲୋକ ଥିଲେ। ଯୋହନଙ୍କୁ ହେରୋଦର ଯୋଉ କୋର୍ଟ ଅଛି, ସେମାନେ ଯୋହନଙ୍କୁ ଚିହ୍ନିଥିଲେ, କିନ୍ତୁ ପିତରଙ୍କୁ ଚିହ୍ନି ନଥିଲେ। ପିତର ଯାଇପାରୁନାହାନ୍ତି ଭିତରକୁ। କାହିଁକି? ବିଚାର ଦେଖିବା ପାଇଁ ପିତର ଯାଇପାରୁ। ଏଟା ମୁଁ ନିଜ କଥା କହୁନି, ବାଇବେଲରେ ଲେଖା ଅଛି। ଯୋହନ ବାହୁଡି ଯାଇ ଫେରି ଯାଇକିରି ପିତରକୁ ସଙ୍ଗରେ ଆଣିଛନ୍ତି। କାରଣ ଯୋହନଙ୍କୁ ସମସ୍ତେ ଜାଣିଛନ୍ତି, ତେଣୁକରି ଯୋହନଙ୍କ ସଙ୍ଗରେ ପିତର ଅଛନ୍ତି ବୋଲି ପିତରକୁ ବି ଛାଡିଦେଲେ। ଆଉ ସେମାନେ ବିଚାର ଦେଖିଲେ, ପ୍ରଭୁଙ୍କ ବିଚାର ଦେଖିଲେ। ଯୋହନ ସଦାବେଳେ ପଛରେ ରହୁଛି। କାହିଁକି ମୁଣ୍ଡର ଲୁଗାଟା ଗୁଡା ହେଇକିରି ଅଛି? ଯେମିତି ଗୁଡା ହେଇଥିଲା ସେମିତି ଅଛି। କାହିଁକି? ଏ ତ ଫିଟିକି ରହିବା କଥା। ପ୍ରଭୁ ଯୀଶୁଙ୍କର ପୁନରୁତ୍ଥାନରେ ରୂପାନ୍ତରିତ ଶରୀର, ସେ ଶରୀର ଦ୍ୱାରକୁ ଭେଦ କରିଯିବ, ରୁଦ୍ଧ ଦ୍ୱାରକୁ ଭେଦ କରିଯିବ।
ତେଣୁକରି ଗୁଡା ହେଇଥିବା ଲୁଗା ବି ଗୁଡା ହେଇକିରି ଅଛି, ଯୀଶୁ ବାହାରି ଆସିଛନ୍ତି। ତାଙ୍କର ଶରୀରର ଲୁଗା ଗୁଡା ହେଇକିରି ଅଛି, ଯୀଶୁ ବାହାରି ଆସିଛନ୍ତି, ଅଲଗା ଅଛି। ଯୋହନ ଦେଖିଲେ, ଭୟରେ ସେଦିନ ରୁଦ୍ଧ ଦ୍ୱାରରେ ଉଭୟ ପିତର ଯୋହନ ଯାକୁବ ନଥିଲେ, ଅନ୍ୟମାନେ ଭୟରେ ପ୍ରଭୁ ଯୀଶୁ ଦ୍ୱାର ମଧ୍ୟରେ ଆସି ତାଙ୍କର କ୍ଷତ ସ୍ଥାନ ସବୁ ଦେଖେଇଲେ। ଯୋହନ ପଛରେ ରହି ଦୂତ କହିଲେ, ଯୋହନ ତୁମେ ଲେଖ। ଯୋହନ ତାଙ୍କର ସୁସମାଚାର ଲେଖିଲେ। ଯୋହନ, ମାଥ୍ୟୁ, ମାର୍କ, ଲୁକ ପ୍ରଥମରେ ଲେଖାଗଲା। ବହୁ ବର୍ଷ ପରେ ଯୋହନ ତାଙ୍କର ସୁସମାଚାର ଲେଖିଲେ, ଯୋଉଥିରେ ସେ ପ୍ରଭୁ ଯୀଶୁଙ୍କୁ ଈଶ୍ୱର ଭାବେ ପ୍ରକାଶ କରିଛନ୍ତି। ଅନ୍ୟମାନେ ଭିନ୍ନ ରୂପ ଦେଇଛନ୍ତି। ମାଥ୍ୟୁ ପ୍ରଭୁ ଯୀଶୁଙ୍କୁ ରାଜା ରୂପେ ପ୍ରକାଶ କରିଛନ୍ତି। ମାର୍କ ପ୍ରଭୁ ଯୀଶୁଙ୍କୁ ସେବକ ଭାବରେ ଲେଖିଛନ୍ତି। ଲୁକ ପ୍ରଭୁ ଯୀଶୁଙ୍କର ସୁସମାଚାରକୁ ସେ ଏକ ପ୍ରେମମୟ, ସୁସ୍ଥକାରୀ ପୁରୁଷ ଭାବେ ଲେଖିଛନ୍ତି। କିନ୍ତୁ ଯୋହନ ପ୍ରଭୁ ଯୀଶୁଙ୍କୁ ଈଶ୍ୱର ଭାବେ ପ୍ରକାଶ କରିଛନ୍ତି, ଆଉ ବହୁତ ଦିନ ପରେ ପ୍ରକାଶ କଲେ। ତାପରେ ଦୂତ ଆସି କହିଲେ, ଯୋହନ ତୁମେ ଆଗାମୀ ବିଷୟ ଲେଖ। ଆଉ ଯୋହନ ଯାହା ଲେଖିଛନ୍ତି ଆଜି ତାହା ଘଟୁଛି। ଆଜି ଆମ୍ଭେମାନେ ତାହା ଘଟିବାର ଦେଖୁଛୁ। ସେଥିପାଇଁ ଯୋହନ ପଛରେ ରହିଲେ। ପଛରେ ରହିବାରୁ ସେ ସ୍ୱର୍ଗ ରାଜ୍ୟର ସବୁ ବିଷୟ, ଆଗାମୀ ବିଷୟ ଲେଖିଲେ। ସ୍ୱର୍ଗ ରାଜ୍ୟକୁ ପ୍ରବେଶ କରିବା ବିଷୟ ସେ ଲେଖିଲେ। କଣ ଲେଖିଲେ? ପ୍ରଭୁ ଯୀଶୁ କହିଲେ, ମୁଁ ପଥ, ସତ୍ୟ ଓ ଜୀବନ। ମଗ୍ଦଲିନୀ ମରିୟମ ସମସ୍ତେ ଚାଲିଗଲା ପରେ ମା ମାନେ ବା ସ୍ତ୍ରୀ ମାନେ, ସେମାନେ ଆଉ ପ୍ରଭୁ ଯୀଶୁଙ୍କ ଶରୀର ନ ପାଇ ଦୁଃଖରେ ବାହୁଡ଼ି ଗଲେ। ପିତର ଯୋହନ ପ୍ରଭୁ ଯୀଶୁଙ୍କର ଶରୀର ନ ପାଇ ବାହୁଡ଼ି ଗଲେ ଲେଖାଯାଉଛି। ମଗ୍ଦଲିନୀ ମରିୟମ ରହିଗଲେ। ଯିଏ ପ୍ରଥମେ ଯାଇ ଶିଷ୍ୟମାନଙ୍କୁ ଖବର ଦେଲେ ଯେ ଯୀଶୁ ଉଠି ଅଛନ୍ତି, ସେ କବରରେ ନାହାନ୍ତି, ଗୁରୁ ସେଠାରେ ନାହାନ୍ତି। ସିଏ ଆଉ ଯାଉନାହାନ୍ତି। କଣ କରୁଛନ୍ତି? କ୍ରନ୍ଦନ କରୁଛନ୍ତି। ଯୋଉ ଈଶ୍ୱର ମତେ ଭୂତ ମାନଙ୍କଠୁ ମୁକୁଳେଇଲେ, ମୁକ୍ତି ଦେଲେ, ଯୋଉ ଈଶ୍ୱରଙ୍କର ସେବା କରିବାକୁ ମତେ ସୁଯୋଗ ମିଳିଥିଲା, ପୃଥିବୀରେ ଥାଉ ଥାଉ ମତେ ସୁଯୋଗ ମିଳିଥିଲା ତାଙ୍କର ସେବା କରିବା ପାଇଁ, କିଛି ତାଙ୍କ ବିଷୟରେ ଖର୍ଚ୍ଚ କରିବା ପାଇଁ, ହଠାତ୍ ଚାଲିଗଲେ। ବର୍ତ୍ତମାନ ମୋ ଜୀବନ କଣ ହେବ? ମୁଁ କଣ କରିବି? ପ୍ରଭୁ ଯୀଶୁ ଥିଲେ, ମୁଁ ତାଙ୍କର ସେବା କରୁଥିଲି, ତାଙ୍କ ସଙ୍ଗେ ଯାଉଥିଲି। ସେ ଆଶ୍ଚର୍ଯ୍ୟ କର୍ମ ଦେଖି ସେଇ ସ୍ୱର୍ଗୀୟ ଆନନ୍ଦର ସହଭାଗୀ ହଉଥିଲି। କିନ୍ତୁ ବର୍ତ୍ତମାନ ଦୁଃଖରେ ମର୍ମାହତ, କାନ୍ଦୁଛନ୍ତି। ମୋର ଅବସ୍ଥା କଣ ହେବ? ସେ ଦେଶ ପୁରୁଷ ପ୍ରଧାନ ଦେଶ, ଆମ ଦେଶ ପରି ନୁହେଁ। ମା ମାନଙ୍କର ବଞ୍ଚିବା, ଜୀବନ ଧାରଣ କରିବା ସେ ଦେଶରେ କଷ୍ଟକର ବ୍ୟାପାର। ଚିନ୍ତା କରୁଛନ୍ତି, ମୋର କଣ ହେବ? ମୁଁ ତ ଯୀଶୁଙ୍କ ସଙ୍ଗରେ ଥିଲି,
ଆନନ୍ଦ ଉତ୍ସବରେ ଥିଲି। ସେତେବେଳେ ଗୋଟେ ସ୍ୱର ଆସିଲା, ତୁମେ କାହିଁକି ରୋଦନ କରୁଛ ଯୋଗନ 20 ପର୍ବ। ସେଇଠି ସବୁ ଲେଖା ହେଇଛି। ତୁମେ କାହିଁକି ରୋଦନ କରୁଛ? ସେ କଣ ଭାବିଲେ? ଉଦ୍ୟାନର ମାଳି ବୋଧେ ପଚାରୁଛନ୍ତି। ସେ କହିଲେ, ଆଜ୍ଞା ତାଙ୍କ ଶରୀର କୋଉଠି ରଖିଛନ୍ତି ମତେ କହିଦିଅନ୍ତୁ, ମୁଁ ଟିକେ ଦେଖା କରିବି, ମୁଁ ଟିକେ ଦେଖିବି। କୋଉଠି ରଖିଛନ୍ତି ମୁଁ ଜାଣି ନାହିଁ। ଆପଣ ଯଦି ଜାଣିଛନ୍ତି ମତେ କୁହନ୍ତୁ। ମନରେ କଣ ଭାବୁଛନ୍ତି? ଉଦ୍ୟାନର ମାଳି। ହୃଦୟରେ କାହାକୁ ଖୋଜୁଛନ୍ତି? ପ୍ରଭୁ ଯୀଶୁଙ୍କ ମୃତ ଶରୀର। ମରିୟମ ଶବ୍ଦ ଆସିଲା, ଓ ରାବଣୀ, ହେ ଗୁରୁ, ହେ ମୋର ଈଶ୍ୱର, ହେ ମୋର ଉଦ୍ଧାର କର୍ତ୍ତା, ମୋର ତ୍ରାଣ କର୍ତ୍ତା। ଦେଖିଦେଲେ ପ୍ରଭୁ ଯୀଶୁ। ଭାବନ୍ତୁ, ମୃତ ଶରୀରକୁ ଅପେକ୍ଷା କରିଛନ୍ତି, ଜୀବିତ ପ୍ରଭୁ ଯୀଶୁଙ୍କୁ ଦେଖିଲେ ଏବଂ ଦୌଡ଼ି ଗଲେ ଧରିଦେବା ପାଇଁ, ଆନନ୍ଦରେ, ଖୁସିରେ। ପ୍ରଭୁ କହିଲେ, ମତେ ଏବେ ଧର ନାହିଁ, କାରଣ ମୁଁ ପିତାଙ୍କ ନିକଟକୁ ଯିବି। ଫେରି ଆସିଲେ ତୁମ ସହିତ ଦେଖା ହବ। ପ୍ରଭୁ ଯୀଶୁଙ୍କର ସ୍ୱର୍ଗୀୟ ଶରୀର ଦୁଆର ଭିତରେ ପଶିଯିବ, ଦେୱାଲ ଭିତରେ ପଶିକି ବାହାରି ଯିବ। ଗାମୁଛାଟା ଗୁଡା ହେଇକି ଥୁଆ ହେଇଯିବ। ସେଥିପାଇଁ ସେ ପିତାଙ୍କୁ ଆଗେ ଦେଖା କରିବେ, ତାପରେ ସେ ଆସିବେ। ଆଉ ମରିୟମ ଆନନ୍ଦରେ ଯାଇକି ପୁଣି କହିଲେ, ମୁଁ ଯୀଶୁଙ୍କୁ ଦେଖିଲି, ସେ ଉଠି ଅଛନ୍ତି। ଆଜି ମୁଁ କୋଉ ସ୍ତରରେ ଅଛି? ପ୍ରଭୁ ଯୀଶୁଙ୍କ ବାକ୍ୟ ଅନୁସାରେ ମୁଁ ପଛରେ ଅଛି ନା ସ୍ୱର୍ଗର ଆଗ ଧାଡିରେ ଅଛି? ମରିୟମ ପଛରେ ରହିଗଲେ, ଆଉ ସେ ତାଙ୍କର ପୁନରୁତ୍ଥାନର ଖବର ପ୍ରଥମେ ଶିଷ୍ୟମାନଙ୍କୁ ଦେଲେ। ତାଙ୍କର ଜୀବନ ସାର୍ଥକ ହେଲା କଣ? ସେ ଯାଇ ମଧ୍ୟ ଶିଷ୍ୟମାନଙ୍କ ସହିତ ବୁଲି ବୁଲି ପ୍ରଚାର କରୁଥିଲେ, ତାଙ୍କୁ ମଧ୍ୟ ସାହାଯ୍ୟ କରୁଥିଲେ। ଯେପରି ଯୀଶୁଙ୍କୁ ସେ ସେବା କରୁଥିଲେ ସେପରି। ତାପରେ ଲେଖାଯାଏ, ହିଷ୍ଟ୍ରି କହେ, ସେ ଏକଲା ନିଜେ ପ୍ରଭୁ ଯୀଶୁଙ୍କୁ ପ୍ରଚାର କଲେ। ଯୋଉଥିପାଇଁ ସେ ଭୟଭୀତ ହଉଥିଲେ, ମୁଁ ଏକଲା ସ୍ତ୍ରୀ ଲୋକ କଣ କରିବି? ସେ ନିଜେ ଯାଇ ପ୍ରଚାର କଲେ। ହିଷ୍ଟ୍ରି କହେ, ଲେଖା ନାହିଁ, ତାଙ୍କୁ ମାରିଦେଲେ, ଯେହେତୁ ସେ ଯୀଶୁଙ୍କର ପ୍ରଚାର କରୁଥିଲେ। ତାଙ୍କ ଜୀବନ ସାର୍ଥକ ହେଲା। ପଛରେ ରହି ମଧ୍ୟ ସେ ସ୍ୱର୍ଗ ରାଜ୍ୟ ପ୍ରଚାର କରୁଥିଲେ, ଅନ୍ୟମାନଙ୍କୁ ପ୍ରଭୁଙ୍କ ପାଖକୁ ଆଣୁଥିଲେ ଏବଂ ତାଙ୍କର ଜୀବନ ଆଗ ଧାଡିରେ ରହିଲା, ସ୍ୱର୍ଗର ଆଗ ଧାଡିରେ ରହିଲା। ଆଜି ମୁଁ କଣ କରୁଛି? ସେଦିନ ଧନୀ ଯୁବା ଜଗତରେ ସେ ଆଗରେ ଥିଲେ। କଣ କରୁଥିଲେ? ଭାଇ ସୁନା ବାଛୁରୀ ଗଢୁଥିଲେ। କି ପ୍ରକାର ବାଛୁରୀ? ସୁନାର ବାଛୁରୀ। এইটা ফিক্স কলে এତିକି হব, 7 ବର୍ଷ ପରେ ଏତିକି ହବ। ପ୍ରବଳ ପଇସା ତାଙ୍କ। କୁଆଡେ ଗଲେ? ଜଗତର ଆଗ ଧାଡିରେ ଥିଲେ, କିନ୍ତୁ ସ୍ୱର୍ଗ ରାଜ୍ୟ ଦେଖିପାରିଲେ। ଆଜି ମୁଁ ସୁନାର ବାଛୁରୀ ଗଢୁଛି କି? ଯୀଶୁ ତ ନାହାନ୍ତି। ହଁ, ଯୀଶୁ ଅଛନ୍ତି। ମୁଁ ଆଜ୍ଞା ପାଳନ କରୁଛି, ଗିର୍ଜା ଯାଉଛି, ପ୍ରାର୍ଥନା କରୁଛି,
ସବୁ କରୁଛି। ସ୍ୱର୍ଗ ରାଜ୍ୟ ନିଶ୍ଚୟ ଯିବି, କାରଣ ପ୍ରଭୁ ଯୀଶୁଙ୍କୁ ମୁଁ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରିଛି। ହେଲେ ମୁଁ ଜଗତର କାର୍ଯ୍ୟରେ ପଛରେ ଅଛି ତ। ଶିକ୍ଷା ଶୁଣୁଛି ପ୍ରତ୍ୟେକ ରବିବାର ଦିନ, କିନ୍ତୁ ମୁଁ ସ୍ୱର୍ଗ ରାଜ୍ୟର ଆଗ ଧାଡିରେ ଅଛି ନା ମୁଁ ପଛକୁ ଚାଲି ଯାଇଛି। ମୁଁ ଅନ୍ୟମାନଙ୍କୁ ପ୍ରଭୁ ଯୀଶୁଙ୍କ କଥା କହୁଛି ନା ଖାଲି ସହଭାଗିତାରେ ରବିବାର ଦିନ ଆନନ୍ଦ କରୁଛି। ପ୍ରଭୁ ଯୀଶୁ କଣ କହିଲେ? ଅପହୁଞ୍ଚା ଏବଂ ଯୋଉମାନେ ଜାଣି ନାହାନ୍ତି ତାଙ୍କ ନିକଟରେ ମୋ ବିଷୟରେ ସାକ୍ଷ୍ୟ ଦିଅ। କରୁଛି, ମୁଁ କରୁଛି। ଏପଟେ ମୁଁ ମଣ୍ଡଳୀରେ ପ୍ରାର୍ଥନା କରିବାରେ ଆଗ ଧାଡିରେ ଅଛି। ଏଇପାରେ ଆଜିକାଲି କଣ ଗୋଟେ ବଢିଆ ଗୋଟେ ହେଇଛି, ମୁଁ ଆପଣ ମାନଙ୍କୁ ତୁଚ୍ଛ କରୁନି, ଯାହା ଘଟୁଛି କହୁଛି। ମୂଷା 40 ଦିନ 40 ରାତି ଉପବାସରେ ଥିଲେ ଏବଂ ଈଶ୍ୱରଙ୍କର 10 ଆଜ୍ଞା ଗୋଟେ ନିଆଁର ଅଙ୍ଗୁଳି ଆସି ପ୍ରସ୍ତର ଉପରେ ଲେଖୁଛି। ସେ ଦେଖୁଛନ୍ତି ଭୟଭୀତ ହେଇକି 40 ଦିନ 40 ରାତି ଖାଇନାହାନ୍ତି। ଈଶ୍ୱରଙ୍କ ମନୋନୀତ ଲୋକ, ଈଶ୍ୱରଙ୍କର ବଛା ଲୋକ, ଈଶ୍ୱରଙ୍କର ସେବକ ମୂଷା, ପୃଥିବୀରେ ସବୁଠାରୁ ବିଶ୍ୱସ୍ତ ଲୋକ ମୂଷା। ଆମର କଣ ଆଜିକାଲି କହୁଛୁ, ଭାଇ 40 ଦିନ 21 ଦିନ କରିବା। ଓହୋ, ଅଧା 21 ଦିନ କୋଉଠି ବାଇବେଲରେ ଲେଖା ନାହିଁ। ଆମେ କଣ କରୁଛୁ ନା 21 ଦିନ ପାଳନ କରିଦବା, 40 ଅଧା 20 ଆଉ ଗୋଟେ ଦିନ ଅଧିକା। ହଁ, ହେଇଯିବ ମୋର ଉପବାସ ପ୍ରାର୍ଥନା ସେଥିରେ ଯଥେଷ୍ଟ। ଭାଇ ଉପବାସ ସିନା ମୁଁ କରୁଛି, କିନ୍ତୁ ଈଶ୍ୱର କଣ ଜାଣୁଛନ୍ତି? ଆଜି ମୁଁ କି ପ୍ରକାର ଅଛି? ମୁଁ କଣ ଯୋଉମାନେ ଖାଇନାହାନ୍ତି ତାଙ୍କ ପ୍ରତି ଦୃଷ୍ଟି ଦଉଛି? ହଁ ଆଜ୍ଞା, ମୁଁ ଦଉଛି ଆଜ୍ଞା, ମୁଁ ସେ ଏଇ ୱାର୍ଲଡ ଭିଜନ କୁ ଦଉଛି, ମୁଁ ସେ ୟାକୁ ଦଉଛି, ମୁଁ ତାଙ୍କୁ ଦଉଛି, ସେମାନେ ଦେବେ। ପ୍ରଭୁ ଯୀଶୁ ସେମିତି କରୁଥିଲେ? ସେ ତ ଜିହୁଦାର ଥଳିରୁ ପଇସା ଆଣିକିରି ସେ କାହାକୁ କାହାକୁ ପଠେଇ ଦେଇଥାନ୍ତେ। ପ୍ରଭୁ ଯୀଶୁ କାହିଁକି ନିଜେ ଯାଉଥିଲେ? ସମୟ କାହିଁକି ଦଉଥିଲେ? ଭାଇ ମୁଁ 10 ମାଂସ ଦେଇ ଦଉଛି, ପ୍ରତି ମାସକୁ 10 ମାଂସ ଦେଇ ଦଉଛି। କାହାକୁ ଦଉଛ? Whom are you giving? ଆମ ପ୍ରଭୁ କହିଲେ ତୁମ ମଣ୍ଡଳୀରେ ଦିଅ, ମୁଁ ଦେଇ ଦେଇଛି, ଆଉ ବଢିଆ କରୁଛି। ଆଉ ଯୋଉ ଭିକାରୀ ସାମ୍ନାରେ ଅଛି ତାକୁ କଣ ଦେଇଛ? ଯୋଉ ଲୋକ ଅସହାୟ ଅବସ୍ଥାରେ ରାସ୍ତାରେ ପଡିଛି, ଉତ୍ତମ ସମରଣୀୟ ହେଇପାରିଛ? ପଛରେ ରହିବା ଲୋକ ଯେ ପଛରେ ଅଛି, ଯେ ଆଗକୁ ଆସିବ, ସେ ତ୍ୟାଗର ଜୀବନ କାଟିବ। ଆପଣ ପଛରେ ରହିଲେ ଆପଣ ତ୍ୟାଗ କରିବେ, ପ୍ରକୃତରେ ଉପବାସ କରିବେ, ପ୍ରକୃତରେ ଅନ୍ୟର ଦୁଃଖରେ ସହଭାଗୀ ହେବେ। ଆପଣଙ୍କର ବଳିଦାନ ଅଛି ସେଠିରେ, ପଛରେ ଥିବା ଲୋକର ବଳିଦାନ ଅଛି। ଆଜି ମୋର ବଳିଦାନ ଅଛି? କେତେ ବଳିଦାନ କରିଛି ମୁଁ? 10 ମାଂସ ଦେଇ ଦଉଛି, ବହୁତ କିଛି ଦେଇ ଦଉଛି। ଆଉ ଯଦି ମୁଁ ପଛରେ ଅଛି ଜଗତରେ, ମୋର ବଳିଦାନ ଜୀବନ ଥିବ, ମତେ ତାହା କଷ୍ଟ ହବ। ମୋ ଶରୀରରେ, ମୋ ମନରେ ଚିନ୍ତା କରିବାକୁ ପଡିବ, କାରଣ ମୁଁ ସ୍ୱର୍ଗରେ ପ୍ରଥମ ହେବି। ପ୍ରଭୁ ଯୀଶୁ କେତେ ଉପବାସ କରୁଥିଲେ ଭାବନ୍ତୁ ତ। ସାରା ରାତି ପ୍ରାର୍ଥନା କରୁଥିବେ, ନ ଖାଇ ନ ପିଇ। ସବୁ ବିଷୟ ଲେଖା ଯାଇ ନାହିଁ,
ସେ କେତେ ବିଷୟ କରିଦେଇଛନ୍ତି, ସବୁ ଲେଖା ଯାଏନି, ଯୋଉନ ଲେଖୁଛନ୍ତି। କଣ ଖାଉଥିଲେ, କଣ କରୁଥିଲେ ସେ ଜାଣୁ ନଥିଲେ, କେହି ଜାଣୁ ନଥିଲେ। ଶିଷ୍ୟ ମାନଙ୍କୁ ନିଜ ଘରକୁ ପଠେଇଦେଲେ, ଯାଅ ତୁମେ ଖିଆପିଆ କର, ଫ୍ୟାମିଲିକୁ ଦେଖ, ତୁମେ ସେମାନଙ୍କ ସହିତ ମିଶ। ରାତି ସାରା ସେ ପ୍ରାର୍ଥନା କରୁଥିଲେ। ଆଜି ମୋର ତ୍ୟାଗ କେତେ ଅଛି, ମୋର ଦୋଷ ମାଂସରେ ତ୍ୟାଗ କେତେ ଅଛି, ମୋର ସମୟରେ ମୋର ତ୍ୟାଗ କେତେ ଅଛି, ମୋର ଚିନ୍ତାରେ କେତେ ତ୍ୟାଗ ଅଛି। ଯଦି ସେ ସବୁ ଅଛି, ତାହେଲେ ସ୍ୱର୍ଗ ରାଜ୍ୟରେ ମୁଁ ପ୍ରଥମରେ ଆଗରେ ଅଛି। ଆଜି ଚିନ୍ତା କରିବା, ମୁଁ କଣ କରୁଛି, କୋଉ ଧାଡିରେ ଅଛି। ପ୍ରଭୁ ଯୀଶୁଙ୍କର ବାକ୍ୟ ଅନୁସାରେ ମୁଁ ଜୀବନ ଯାପନ କରୁଛି ତ? ନହେଲେ କଣ ହବ? କଣ ହବ କହିଲେ? ପ୍ରଭୁ ଯୀଶୁ ଆସିଯିବେ, ଠିକ ଅଛି, ପ୍ରଭୁ ଯୀଶୁ ଆସିଯିବେ, ମତେ ତୁରୀ ବାଦ୍ୟ ଶୁଣାଯିବ ନାହିଁ। ତାଙ୍କ ଆଗମନର କଥା ମୁଁ ବୁଝି ଏକା ପାରିବିନି। କାହିଁକି? ମୁଁ ତ ସୁନାର ବାଛୁରୀ ଗଢୁଛି ନା, ମୋ ନିଜ ଇଚ୍ଛା ସାଧନ କରୁଛି ନା। ପ୍ରଭୁ ଯୀଶୁ ଉଦ୍ୟାନର ମାଳି ଅଛନ୍ତି ଏକା, ପ୍ରଭୁ ନୁହନ୍ତି। ଆସନ୍ତୁ, ପ୍ରଭୁ ଯୀଶୁ ଆସିବା ପୂର୍ବରୁ ଆମେ ନିଜ ନିଜକୁ ପ୍ରସ୍ତୁତ କରିବା। ସେଥିପାଇଁ ପ୍ରଭୁ କହୁଛନ୍ତି, ମତେ ସ୍ମରଣ କର। କଣ କର? ମତେ ସ୍ମରଣ କର। ତୁମେ ଭୁଲି ଯାଉଛ ଭାଇ, ତୁମେ ଭୁଲି ଯାଉଛ। ତୁମେ ଭାବୁଛ ମୁଁ ଅନ୍ୟ କିଏ ଗୋଟେ ଛୋଟ ଲୋକ, ଉଦ୍ୟାନର ମାଳି। ଅନେକ ଦୁଃଖ ଅଛି ଆପଣଙ୍କ ଜୀବନରେ, ଅନେକ ଦୁଃଖ ଅଛି, କିନ୍ତୁ ଦୁଃଖ ହାରିବା ପରମେଶ୍ୱର ମୁଁ। ତୁମେ ଯେତେ ଥର ଏଇ ପାନ ପାତ୍ର ପାନ କରିବ, ମତେ ସ୍ମରଣ କରିବ। ଯୋଉ ଈଶ୍ୱର କେବେ ଭୁଲନ୍ତି ନାହିଁ, କେବେ ପରିତ୍ୟାଗ କରନ୍ତି ନାହିଁ। ସେ ଜାଣନ୍ତି ସଞ୍ଜୀବ ଦାସ ଭୁଲିଯିବ ପରା, ବୃଦ୍ଧ ହେଲା କିଣି ସେ ଭୁଲିଯିବ। ମୋବାଇଲ ଛାଡି ଦଉଛି। କେତେ ଲୋକ କହିଲେ ମୋବାଇଲ ହଉଛି ପାଣି, ଯେମିତି ଆମେ ପାଣି ପିଉଛୁ ସେ ପ୍ରକାର ହଉଛି ମୋବାଇଲ। ଆପଣଙ୍କ ମୋବାଇଲ ଯାଇଛି ମାନେ ଆପଣଙ୍କ ପାଣି ନାହିଁ। ଭାଇ, ଭୁଲିଯିବା ଆମମାନଙ୍କର ସ୍ୱଭାବ। ସେଥିପାଇଁ ପ୍ରଭୁ ଯୀଶୁ ବାରମ୍ବାର କହୁଛନ୍ତି, ଯେତେ ଥର ଏହାକୁ ପାନ କର, ମତେ ସ୍ମରଣ କର। ଆସନ୍ତୁ, ଆଜି ଆମେ ଆଉ ପ୍ରଭୁ ଯୀଶୁଙ୍କୁ ଭୁଲିବା ନାହିଁ। ପ୍ରଭୁ ଯୀଶୁଙ୍କର କାର୍ଯ୍ୟ ଅନୁସାରେ ତାଙ୍କର ବାକ୍ୟ ସଫଳ କରି, ତାଙ୍କର ପ୍ରତିଜ୍ଞା ସବୁ ପାଳନ କରିବା, ଅବାଧ୍ୟ ହେବାନି। ପ୍ରଭୁଙ୍କୁ ସଦାବେଳେ ଆଗରେ ରଖିବା, ଜଗତରେ ପଛରେ ଥିବା, ତ୍ୟାଗ କରୁଥିବା, କିନ୍ତୁ ସ୍ୱର୍ଗ ରାଜ୍ୟରେ ଆଗରେ ଥିବା। ପ୍ରଭୁ ଯୀଶୁ କଣ କହିବେ? ମୁଁ ତୁମକୁ ଯୋଉ ତୋଡ଼ା ଦେଇଥିଲି ତୁମେ ତାହା ଆଉ 5 ତୋଡ଼ା କଲ, ବେଶ ଉତ୍ତମ ଦାସ। ଯଦି ତାହା ଶୁଣିବାକୁ ଇଚ୍ଛା, ଆସନ୍ତୁ ଆମମାନେ ପ୍ରଭୁଙ୍କ ପାଇଁ ତ୍ୟାଗ କରିବା, ପଛରେ ରହିବା ଏବଂ ସ୍ୱର୍ଗ ରାଜ୍ୟରେ ଆଗରେ ଥାଇ ପ୍ରଭୁ ଯୀଶୁଙ୍କ ଠାରୁ ସେଇ ସୁସମ୍ବାଦ ଶୁଣିବା। ବେଶ ଉତ୍ତମ ଦାସ। ପ୍ରଭୁ ଏଇ ଅଳ୍ପ ଚିନ୍ତାରେ ଆପଣ ମାନଙ୍କୁ ଆଶୀର୍ବାଦ କରନ୍ତୁ।
ओभर टू मधुस्मिता भौणी बा कर विनय भाई जे